ଏତିକି ଛୋଟିଆ ଡଲାଟେ ଧରିକି ତ ଆସିଛି ଗାର୍ଡେନକୁ, କିନ୍ତୁ ଏ ଡଲାଟା ଭର୍ତ୍ତି ହେଉଛି କି ନାହିଁ ଚାଲନ୍ତୁ ଆଜିର ଭିଡ଼ିଓରେ ଦେଖିବା। ତ ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। କେମିତି ଅଛନ୍ତି ଆପଣମାନେ? ଆଶା କରୁଛି ବହୁତ ଭଲ ଥିବେ। ମିନି ଗାର୍ଡେନିଂ ଭିଡ଼ିଓକୁ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ କରୁଛି। ଆଜିର ହାର୍ଭେଷ୍ଟିଂ ଭିଡ଼ିଓରେ ଅଛି ତ କିଛି କୁନ୍ଦୁରି। ତ ଏସବୁ କୁନ୍ଦୁରି ବହୁତ ସାରା ହେଇଗଲାଣି, କ'ଣ କହିଲେ ହାର୍ଭେଷ୍ଟିଂ ପାଇଁ ରେଡ଼ି ହେଇଗଲାଣି। ଏଠି ଗୋଟେ ସପ୍ତାହ ହେଲାଣି କିନ୍ତୁ ମୁଁ ତୋଳୁନଥିଲି। ମୋର ସନ୍ଦେହ ଥିଲା ଏଗୁଡ଼ାକ କାଳେ ପାକଳ ହେଇକି ପାଚି ଯାଇଥିବ, କିନ୍ତୁ ଗୋଟେ ବି ଏମିତି ପାଚି ନଥିଲା। ଆଉ ଏଇଟା ଏମିତିକା ନା ହେଉଛି ଏମିତି ଗୋଟେ ଗୋଟେ କୁନ୍ଦୁରିର ଭେରାଇଟି ଅଛି ଯେଉଁଟାକି ପୁରା ପତଳା ହେଉଛି ହୁଏ, ଆଉ ସେଇଟା ବହୁତ ଜଲ୍ଦି ସେଇଟା ପାକଳ ବି ହେଇଯାଏ। ମାନେ କ'ଣ କହିଲେ ଏମିତି ସରୁ ସରୁ ଛୋଟ ଛୋଟ ହେଇକିରି ସେଇଟା ବୁଢ଼ା ହେଇଯାଏ, ମାନେ ବହୁତ ଜଲ୍ଦି ଗଛରେ ପାଚିଯାଏ। ଆଉ ଗୋଟେ କୁନ୍ଦୁରିର ଭେରାଇଟି ଅଛି ଯେଉଁଟାକି ବହୁତ ମୋଟା ଆସେ, ଆଉ ଏଇଟା ହେଉଛି ମୋର ସେଇ ଭେରାଇଟି ଯେଉଁଟାକି ଯେତେ ବଡ଼ ହେଲେ ବି ମଧ୍ୟ ଏତେ ପାଚୁନି ଶୀଘ୍ର। ଆଉ ଏଇଟାକୁ ଯଦି ନେଇକି ତୋଳିକି 4 ଦିନ ପାଖାପାଖି ଯଦି ଘରେ ରଖିଦେବେ 2ରୁ 3 ଦିନ, ତ ଏଇଟା ଶୀଘ୍ର ପାଚି। ସେଥିଲାଗି ମୁଁ ଗଛରୁ ହିଁ ଛିଡ଼ାଏନି। ଯେତେବେଳେ ଖାଇବାର ଥାଏ ସେତେବେଳେ ମାଆଙ୍କୁ ପଚାରିକି ଆସିକି ଗଛରୁ ଛିଡ଼େଇଥାଏ। ଆଉ ଘରେ ରଖିଦେଲା ମାନେ ଏଇଟା ପାଚିଯାଏ, ନଷ୍ଟ ହେଇଯାଏ। ଆଉ ସେଥିପାଇଁକି ମୁଁ ମୁଁ ତାକୁ ତୋଳେନି ଏତେ ଆଗତୁରିଆ। ଯେତେବେଳେ ଖାଇବା ସମୟ ହୁଏ ସେତେବେଳେ ଯାଇକି ତୋଳିଥାଏ। ତ ଆଜିର ହାର୍ଭେଷ୍ଟିଂରେ ବହୁତ ସାରା କାଙ୍କଡ଼ ବି ବାହାରିବାର ଅଛି, କାହିଁକିନା କାଙ୍କଡ଼ ଏଇ ପଛତୁରିଆ କିଛି ଲଟା ଲଗେଇଥିଲି, ଆଉ କିଛି ମୂଳ ବି ମଧ୍ୟ ପଛକୁ ପୋତିଥିଲି, ଯେଉଁଟାକି ମୋର ହେଉଛି ବର୍ଷକୁ ଥରେ ଯେଉଁ ମୂଳ ବାହାର କରେ। ତ ସେ ମୂଳ ଗୁଡ଼ାକ ମୁଁ ଛୋଟ ଛୋଟ ଗ୍ରୋ ବ୍ୟାଗ୍କୁ ସିଫ୍ଟ କରିଦେଇଥାଏ। ଆଉ ସେଇଟା ଟିକେ କୁଆଁ ବାହାରିଲା ପରେ ତାକୁ ପୁଣି ଗ୍ରୋ ବ୍ୟାଗ୍କୁ ଲଗେଇ ଦିଏ, ଯେଉଁଟାକି ବହୁତ ବଢ଼ିଆ ସେ ଲାଗିକି ଏବେ ଫଳିଲାଣି। ତ ତାକୁ ହାର୍ଭେଷ୍ଟିଂ କଲେ ଆଗକୁ ଭିଡ଼ିଓ ଆଣିବି। ତ ଏବେ ଡଲା ତ ଭର୍ତ୍ତି ହେଇପାରୁନି, କିନ୍ତୁ ଯେତିକି ବାହାରିଛି ବହୁତ ହି। ତ ଏବେ ଚାଲି ରହିଲି, ଜୟ ଜଗନ୍ନାଥ।